ମୋର କିଛି ପିଲା ପ୍ରତିଦିନ ସକାଳେ ମୋର ପୂଜା କରନ୍ତି। ମୋତେ ବହୁତ କିଛି ମାଗିଥାନ୍ତି, ବହୁତ କିଛି ପଚାରିଥାନ୍ତି ମଧ୍ୟ। କିନ୍ତୁ ଯେତେବେଳେ ସେମାନେ ଘରୁ ବାହାରକୁ ଯାଆନ୍ତି, ତେବେ ସେମାନେ ଦେଖନ୍ତି ନାହିଁ ଯେ ସମସ୍ତଙ୍କ ପ୍ରତି ସେମାନଙ୍କର ଆଚରଣ କିପରି ରହିଛି। ସେମାନଙ୍କୁ ତ ଅନୁଭବ ମଧ୍ୟ ହୁଏ ନାହିଁ। ନିଜକୁ ଉଚ୍ଚ କରିବା ପାଇଁ ଅନ୍ୟମାନଙ୍କୁ ନୀଚ ଦେଖାଇବା ଏକ ଅତ୍ୟନ୍ତ ଦାୟିତ୍ୱହୀନ ତଥା ନିନ୍ଦନୀୟ କାର୍ଯ୍ୟ ଅଟେ। ସ୍ମରଣ ରଖ ପିଲାମାନେ, ତୁମେ ଯେପରି କରିବ ସେହିପରି ମିଳିବ। ଯଦି ତୁମେ କାହାର ପତନ ଏବଂ ଦୁଃଖର କାରଣ ହୁଅ, ତେବେ ବ୍ରହ୍ମାଣ୍ଡ ମଧ୍ୟ ତୁମର ପତନ ଏବଂ ଦୁଃଖର କାରଣ ଅବଶ୍ୟ ପଠାଇବ, ଯାହାଫଳରେ ତୁମେ ତୁମର ଶିକ୍ଷା ଶିଖିବ। ତା ଅପେକ୍ଷା କାହିଁକି ଆମେ ଆମର ଶିକ୍ଷାକୁ ସହଜରେ, ଯଥା ଶୁଦ୍ଧ ବିଚାର ବା ଚିନ୍ତାଧାରା, ଭଲ କର୍ମ ଏବଂ ପ୍ରେମ ମାଧ୍ୟମରେ ଶିଖିବାନି? ସକାଳେ ବାବାଙ୍କୁ ତ କୁହ ଯେ ମୁଁ ଜଣେ ଭଲ ମଣିଷ ହେବି। ଆପଣ ମୋତେ ଏହା ଦିଅନ୍ତୁ, ତାହା ଦିଅନ୍ତୁ। ପରନ୍ତୁ ଘରୁ ବାହାରକୁ ଯିବା ମାତ୍ରେ ହିଁ ସେସବୁ ଭୁଲି ଯାଉଛ। ତୁମେ କାହିଁକି ଏହା ଭୁଲି ଯାଉଛ ଯେ ତୁମର ବାବା ତୁମକୁ ପ୍ରତ୍ୟେକ ସମୟରେ, ପ୍ରତି ମୁହୂର୍ତ୍ତରେ ଦେଖୁଛି? ତୁମେ କ'ଣ ଭାବୁଛ ମୁଁ କେବଳ ତୁମ ଘରେ ସେହି ପ୍ରତିମୂର୍ତ୍ତିରେ ବସି ରହିଛି? ତା ନୁହେଁ, ଏହା ତୁମର ଭୁଲ ଧାରଣା। ଆରେ, ମୁଁ ତୁମ ସହିତ ପ୍ରତ୍ୟେକ ସେହି ଜାଗାରେ ଅଛି ଯେଉଁଠାକୁ ତୁମେ ଯାଉଛ। ତୁମେ କ'ଣ କରୁଛ, ମୋ ପାଖରେ ସେସବୁର ଖବର ମଧ୍ୟ ଅଛି, ପ୍ରତ୍ୟେକ ମୁହୂର୍ତ୍ତର ଖବର ଅଛି। ତେଣୁ ତୁମର ଆଚରଣରେ ଉନ୍ନତି କର, ନିଜର ବ୍ୟବହାରକୁ ସୁଧାର। ନିଜେ ନିଜକୁ ଉନ୍ନତ କରିବା ଏବଂ ନିଜର କଳାଗୁଡ଼ିକୁ ବୃଦ୍ଧି କରିବାର ଏତେ ବ୍ୟସ୍ତ ହୋଇଯାଉ କି ତୁମକୁ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବାକୁ ଆବଶ୍ୟକ ହେବ ନାହିଁ। ମନେ ରଖ, ଜଣେ ବ୍ୟକ୍ତି ଯେକୌଣସି ସମୟରେ ନିଜକୁ ପରିବର୍ତ୍ତନ କରିବା ଆରମ୍ଭ କରିପାରିବ। ମୋର ଅନେକ ପିଲା ମୋର ସନ୍ଦେଶକୁ ଶୁଣନ୍ତି ଏବଂ ଭାବନ୍ତି ଯେ ଆମକୁ ତ ଏହାସବୁ ଜଣାଅଛି। ହଁ, ମୁଁ ଜାଣେ ତୁମକୁ ଏସବୁ ଜଣାଅଛି, କିନ୍ତୁ ତୁମେ ମୋର ଏହି କଥାଗୁଡ଼ିକୁ ନିଜ ଜୀବନରେ କେବେ ଗ୍ରହଣ କରିବ? ଜାଣି ରଖ, ଯେପର୍ଯ୍ୟନ୍ତ ଜୀବନରେ ଏହି କଥାଗୁଡ଼ିକୁ, ମୋର ସନ୍ଦେଶକୁ କାର୍ଯ୍ୟକାରୀ ନ କର, ସେ ପର୍ଯ୍ୟନ୍ତ ସେହିଭଳି ପ୍ରଗତି ହେବ ନାହିଁ ଯେଉଁଭଳି ତୁମେ ଚାହୁଁଛ। ମୋର ଆଶୀର୍ବାଦ ସବୁବେଳେ ତୁମ ସହିତ ଅଛି। ତୁମେ ସମସ୍ତେ ମୋ ସନ୍ତାନ ଏବଂ ମୋ ପାଇଁ ବହୁତ ପ୍ରିୟ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।